राधे श्याम। तो फ्रेंड्स कालीर आपन को केमती लगला गीता ये गोटे नुआ गीता यथार्थ गीता। तो तथापि मु आपन को किछि किछि बेसी लंबा वीडियो करबिनी किछि किछि पढ़ी की सुनेबी जहा फल रे आपन को भी इच्छा हो सुनबा पई और आपन को इच्छा शक्ति बढ़िबो आपन को बहुत सारा कर्म बनिबारे लागिबो आपन संपूर्ण रास्ता भी पाई परबे ज्ञान पाई की। तो चलंतु लेखाई जी ସେହି ସମୟରେ ରାଜା ଦୁର୍ଯ୍ୟୋଧନ ବ୍ୟୁହ ଓ ରଚନା ଯୁକ୍ତ ପାଣ୍ଡବମାନଙ୍କ ସୈନ୍ୟବାହିନୀକୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି ବଚନ କହିଲେ, ଦୈତ୍ୟ ଆଚରଣ ହିଁ ଦ୍ରୋଣାଚାର୍ଯ୍ୟ। ଯେତେବେଳେ ବୋଧ ଆସିଯାଏ ଯେ ଆମେ ପରମାତ୍ମାଙ୍କ ଠାରୁ ଅଲଗା ହୋଇଗଲେ, ଏହା ହିଁ ଦୈତ୍ୟ ଭାବ ଓ ଏହାର ବୋଧ ଅଟେ। ଏହାପରେ ପରମାତ୍ମା ପ୍ରାପ୍ତି ନିମନ୍ତେ ମନରେ ବ୍ୟାକୁଳତା ଉତ୍ପନ୍ନ ହୋଇଥାଏ। ତାପରେ ଆମେ ଗୁରୁଙ୍କ ଅନ୍ୱେଷଣରେ ବାହାରି ଥାଉ। ଦୈବୀ ସମ୍ପଦ ଓ ଆସୁରୀ ସମ୍ପଦ ମଧ୍ୟରେ ଦୈତ୍ୟ ଆଚରଣ ରୂପୀ ଦ୍ରୋଣାଚାର୍ଯ୍ୟ ହିଁ ପ୍ରାଥମିକ ଗୁରୁ ଅଟନ୍ତି, ଯିଏକି ଜଗର ସ୍ଥିତି ସ୍ୱରୂପ ଅଟନ୍ତି। ରାଜା ଦୁର୍ଯ୍ୟୋଧନ ଆଚାର୍ଯ୍ୟଙ୍କ ସମୀପକୁ ଯାଉଛନ୍ତି ଓ ମୋହରୂପୀ ଦୁର୍ଯ୍ୟୋଧନ ମୋହ ସମ୍ପୂର୍ଣ୍ଣ ବ୍ୟାଧିମାନଙ୍କ ମୂଳ ତଥା ରାଜା ମଧ୍ୟ। ମୋହ ସକଳ ବ୍ୟାଧି ନ କର ମୂଳା। ଦୁର୍ଯ୍ୟୋଧନ ଦୂର ଅର୍ଥାତ୍ ଦୂଷିତ, ୟୋ ଧନ ଅର୍ଥାତ୍ ଯେଉଁ ଧନ। ଆତ୍ମିକ ସମ୍ପତ୍ତି ହିଁ ସ୍ଥିର ସମ୍ପତ୍ତି ଅଟେ। ସେଥିରେ ଯେଉଁ ଦୋଷ ଉତ୍ପନ୍ନ ହୁଏ ତାହା ହେଉଛି ମୋହ। ଏହା ହିଁ ପ୍ରକୃତି ଆଡ଼କୁ ଆକର୍ଷିତ କରେ ଏବଂ ବାସ୍ତବିକ ଜାନକାରୀ ଜ୍ଞାନ ପ୍ରାପ୍ତି ନିମନ୍ତେ ପ୍ରେରଣା ଯୋଗାଏ। ଯେତେବେଳେ ଯାଏ ମୋହ ରହିଛି ସେତେବେଳେ ଯାଏ ପ୍ରଶ୍ନ କରିବା ମଧ୍ୟ ସ୍ୱାଭାବିକ, ଅନ୍ୟଥା ସମସ୍ତେ ପୂର୍ଣ୍ଣ ହିଁ ଅଟନ୍ତି। ଐତ୍ୟ ବ୍ୟୁହ ରଚନା ଯୁକ୍ତ ପାଣ୍ଡବମାନଙ୍କ ସେନାକୁ ଦେଖି ଅର୍ଥାତ୍ ପୁଣ୍ୟରୁ ପ୍ରବାହିତ ସଂଜାତୀୟ ବୃତ୍ତିମାନଙ୍କ ସଂଗଠିତ ହୋଇଥିବା ଦେଖି ମୋହରୂପୀ ଦୁର୍ଯ୍ୟୋଧନ ପ୍ରଥମ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ସମୀପକୁ ଯାଇ ଏପରି କହିଲେ, ହେ ଆଚାର୍ଯ୍ୟ, ନିଜର ବୁଦ୍ଧିମାନ ଶିଷ୍ୟ ଦ୍ରୁପଦପୁତ୍ର ଧୃଷ୍ଟଦ୍ୟୁମ୍ନଙ୍କ ଦ୍ୱାରା ବ୍ୟୁହାକାର ରଚନା କରିଥିବା ପାଣ୍ଡୁପୁତ୍ରଙ୍କର ଏହି ବିରାଟ ସୈନ୍ୟବାହିନୀକୁ ଦେଖନ୍ତୁ। ଶାଶ୍ୱତ ଅଚଳ ପଦରେ ଆସ୍ଥା ରଖିବାକୁ ଦୃଢ଼ ମନ ହିଁ ଧୃଷ୍ଟଦ୍ୟୁମ୍ନ ଅଟେ। ଏହା ହିଁ ପୁଣ୍ୟମୟୀ ପ୍ରବୃତ୍ତିମାନଙ୍କ ଅଧିନାୟକ ଅଟେ। ସାଧନା କଠିନ ନ ମନ କରେ ଟେକା। ଅର୍ଥାତ୍ ସାଧନ କଠିନ ନୁହେଁ, କିନ୍ତୁ ମନର ଦୃଢ଼ତା ହିଁ କଠିନ ହେବା ଆବଶ୍ୟକ। ବର୍ତ୍ତମାନ ସୈନ୍ୟବାହିନୀର ବିସ୍ତାରକୁ ଦେଖନ୍ତୁ। ଏହି ସୈନ୍ୟବାହିନୀରେ ମୋହେ ସ୍ୱାହା ମହାନ ଈଶ୍ୱରରେ ପ୍ରତିଷ୍ଠିତ କରାଇବା। କେତେ ଭଲ ଭାବରେ ବୁଝାଉଛନ୍ତି, ଆପଣଙ୍କୁ ବହୁତ ଭଲ ଲାଗୁଥିବ ମୁଁ ଜାଣିଛି। ହିଁ ମୋହେ ସ୍ୱାହା ଭାବରୂପୀ ଭୀମ, ଅନୁରାଗ ରୂପୀ ଅର୍ଜୁନ ଙ୍କ ତୁଳନାରେ ବହୁ ସୁର ବୀର ଯେପରି ସ୍ୱାତିକ ରୂପୀ ଓ ସ୍ୱାତିକୀ ବିରାଟ୍ୟ ସର୍ବତ ଈଶ୍ୱରୀୟ ପ୍ରବାହର ଧାରଣା ହିଁ ବିରାଟ ରାଜା। ମହାରଥୀ ରାଜା ଦୃପ୍ତ ହିଁ ଅଚଳ ସ୍ଥିତି ତଥା ଧୃତକେତୁ ଦୃଢ଼ କର୍ତ୍ତବ୍ୟ ଚେତିତାନା ବିକ୍ଷିପ୍ତ ଚିତ୍ତ ଯେଉଁଆଡ଼େ ଯାଏ ସେଠାରୁ ଚିତ୍ତକୁ ଟାଣି ଆଣି ଇଷ୍ଟଙ୍କ ଉପରେ ସ୍ଥିର କରିବା। କାଶୀ ରାଜ୍ୟ କାୟା ରୂପୀ କାଶୀରେ ଯେଉଁ ସାମ୍ରାଜ୍ୟ ଅବସ୍ଥିତ, ପୁରୁଜିତ ସ୍ଥୂଳ ସୂକ୍ଷ୍ମ କାରଣ ଶରୀର ଉପରେ ବିଜୟ କରାଯାଉଥିବା, କୁନ୍ତିଭେଜ କର୍ତ୍ତବ୍ୟ ପଥରେ ଭବ ଉପରେ ବିଜୟମାନଙ୍କର ମଧ୍ୟରେ ଶ୍ରେଷ୍ଠ ଶୈବ ଅର୍ଥାତ୍ ସତ୍ୟ ବ୍ୟବହାର ଏବଂ ପାରକ୍ରମୀ ୟୁଦ୍ଧାମନ୍ୟୁ ଯୁଦ୍ଧ ଅନୁରୂପ ମନର ଧାରଣା, ଉତ୍ତମ ମୌଜା ଓ ଶୁଭ ମଙ୍ଗଳପ୍ରଦ ଆନନ୍ଦ ସୁଭଦ୍ରା ପୁତ୍ର ଅଭିମନ୍ୟୁ ସେତେବେଳେ ଶୁଭ ଆଧାର ଆସିଯାଏ ସେତେବେଳେ ମନ ଭୟ ରହିତ ରହିଥାଏ। ଏପରି ଶୁଭ ଆଧାରରୁ ଉତ୍ପନ୍ନ ମନ ହିଁ ଅଭିମନ୍ୟୁ।
ଧ୍ୟାନ ରୂପୀ ଦ୍ରୌପଦୀଙ୍କ 5 ପୁତ୍ର ବାତ୍ସଲ୍ୟ, ଲାବଣ୍ୟ, ସୁହୃଦୟତା, ସୌମ୍ୟତା ଓ ସ୍ଥିରତା। ଏମାନେ ସମସ୍ତେ ଜଣେ ଜଣେ ମହାରଥୀ। ସାଧନ ପଥରେ ସମ୍ପୂର୍ଣ୍ଣ ଯୋଗ୍ୟତା ସହିତ ଚାଲିବାର କ୍ଷମତା ସ୍ୱରୂପ ଅଟନ୍ତି। ଏହିପରି ଦୁର୍ଯ୍ୟୋଧନ ପାଣ୍ଡବ ପକ୍ଷରେ 15-20 ନାମକୁ ସ୍ପଷ୍ଟ କରି କହିଲେ, ଯାହା ସବୁ ଦୈବୀ ସମ୍ପଦର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟନ୍ତି। ବିଜାତୀୟ ପ୍ରବୃତ୍ତିର ରାଜା ହିଁ ମୋହ ହିଁ ସଂଜାତୀୟ ପ୍ରବୃତ୍ତିଗୁଡ଼ିକୁ ଜାଣିବା ନିମନ୍ତେ ମଧ୍ୟ ବାଧ୍ୟ କରିଥାଏ। ଦୁର୍ଯ୍ୟୋଧନ ନିଜ ପକ୍ଷରେ ସେମାନଙ୍କର ବିବରଣକୁ ସଂକ୍ଷେପରେ କହୁଛନ୍ତି। ଯଦିଓ କୌଣସି ବାହ୍ୟ ଯୁଦ୍ଧ ହୋଇଥାନ୍ତା ତେବେ ନିଜର ସୈନ୍ୟ ବାହିନୀକୁ ବଢ଼ାଇ କହିଥାନ୍ତା। ବିକାରମାନଙ୍କ ସଂଖ୍ୟାକୁ କମ୍ ଗଣନା କରିଛନ୍ତି, କାରଣ ସେମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ସେସବୁ ନାଶବାନ ଅଟନ୍ତି। କେବଳ 5-7 ବିକାରକୁ ହିଁ କହିଛନ୍ତି, ଯାହାର ଅନ୍ତରାଳରେ ସମ୍ପୂର୍ଣ୍ଣ ବହୁମୁଖୀ ପ୍ରବୃତ୍ତି ବିଦ୍ୟମାନ। ଯେପରି, ହେ ଦ୍ୱିଜୋତ୍ତମ, ଆମ ପକ୍ଷରେ ଯେଉଁମାନେ ପ୍ରଧାନ ଅଟନ୍ତି ସେମାନଙ୍କୁ ମଧ୍ୟ ଆପଣ ବୁଝି ନିଅନ୍ତୁ। ଆପଣଙ୍କ ଜାଣିବା ନିମନ୍ତେ ମୋର ସୈନ୍ୟବାହିନୀର ଯିଏ ଅଧିନାୟକ ଅଟନ୍ତି ସେମାନଙ୍କ ନାମକୁ ମୁଁ କହୁଛି। ତ ସେଇଠୁ ଶୁଣିନେବା ଆଉ କିଛି। ବାହ୍ୟ ଯୁଦ୍ଧରେ ସେନାପତିଙ୍କ ନିମନ୍ତେ ଦ୍ୱିଜୋତ୍ତମ ସମ୍ବୋଧନ ଅସାମୟିକ ଅଟେ। ବସ୍ତୁତଃ ଗୀତାରେ ଅନ୍ତଃକରଣ 2ଟି ପ୍ରବୃତ୍ତି ସଂଘର୍ଷ ମାତ୍ର, ଯେଉଁଥିରେ ଦୈତ୍ୟ ଆଚରଣ ହିଁ ଦ୍ରୋଣ। ଯେଉଁ ପର୍ଯ୍ୟନ୍ତ ଆମ୍ଭେ ଲୋକସା ମାତ୍ରକେ ଔରାଧ୍ୟଙ୍କ ଠାରୁ ଅଲଗା ଅଟନ୍ତି, ସେ ପର୍ଯ୍ୟନ୍ତ ପ୍ରକୃତି ବିଦ୍ୟମାନ ରହିଥାଏ ଓ ଦୈତ୍ୟାଚରଣ ମଧ୍ୟ ବିଦ୍ୟମାନ ରହିଥାଏ। ଏହି ଉପରେ ବିଜୟ ପାଇବା ନିମନ୍ତେ ପ୍ରେରଣା ପ୍ରଥମରୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ହିଁ ପ୍ରାପ୍ତ କରିଥାଏ। ଅଧୁରା ଶିକ୍ଷା ହିଁ ପୂର୍ଣ୍ଣ ଜ୍ଞାନକାରୀ ନିମନ୍ତେ ପ୍ରେରଣା ପ୍ରଦାନ କରିଥାଏ। ଯୁଦ୍ଧ କ୍ଷେତ୍ର ପୂଜାସ୍ଥଳୀ ନୁହେଁ। ସେଠାରେ ଶୌର୍ଯ୍ୟସୂଚକ ସମ୍ବୋଧନ ହେବା କଥା, କିନ୍ତୁ ଦ୍ୱିଜୋତ୍ତମ ସମ୍ବୋଧନ ଯୁକ୍ତିଯୁକ୍ତ ନଥିଲା। ବର୍ତ୍ତମାନ ବିଜାତୀୟ ପ୍ରବୃତ୍ତିର ନାୟକ କେଉଁମାନେ ଥିଲେ ତାହା ବର୍ଣ୍ଣନା କରୁଛନ୍ତି। ତ ସେତିକି ଶୁଣିବା। ଏଇଠି ଗୀତାର ସାରାଂଶ କଥା ନାଁକୁ ନେଇକି ସବୁ ଜିନିଷ ନେଇକି କିଛି ବୁଝାଯାଇଛି। ତ ସେଇ ଜିନିଷ ଆପଣଙ୍କୁ ମଧ୍ୟ ଭଲ ଲାଗୁଥିବ ମୁଁ ଭାବି ପାରୁଛି। ତ ଆଗକୁ କ'ଣ ପୁଣି କହୁଛନ୍ତି ଆମେ ମନ ଦେଇକି ଶୁଣିବା ଭିଡ଼ିଓକୁ, ତ ବହୁତ ଜ୍ଞାନ ପାଇପାରିବା। ତ এইଠି ମୁଁ ରଖୁଛି। राधे श्याम। आप सबका मंगल हो। ब्लेसिंग ब्लेसिंग ब्लेसिंग।